ନମସ୍କାର ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୱିଥ୍ ଡିକେ। ଆପଣମାନେ ଏହି ଚ୍ୟାନେଲରେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ୱିଥ୍ ଆନାଲିସିସ୍ ମ୍ୟାଥ୍ ରିଜନିଂ ଡିଆଇ ଫ୍ରମ୍ ବେସିକ୍ କରେଣ୍ଟ ଆଫେୟାର କଣ୍ଟେକ୍ଟ ପାଇପାରିବେ। ମୋ ସହିତ ଯୋଡ଼ି ରହିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଯଦି କ୍ଲାସଟି ଭଲ ଲାଗିଲା ତ ଲାଇକ୍ ଏବଂ ଯଦି ଆପଣଙ୍କର କିଛି ବି ଡାଉଟ୍ ରହିଲା ତ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଭୁଲିବେନି। ଆଶା କରୁଛି ଆପଣମାନେ ମୋତେ ସପୋର୍ଟ କରିବେ। ଡେରି ନ କରିକି ଆମେ କ୍ଲାସକୁ ଷ୍ଟାର୍ଟ କରିଦେବା। ଆଜିର କ୍ଲାସ୍ ହେଉଛି ପ୍ରିଭିୟସ୍ ଇୟର ପିଇର ମ୍ୟାଥର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍। ଓକେ, ଯୋଉଟା 2023 ହେଇଥିଲା ତାର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କରିବା। ଓକେ, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଲା find the area and perimeter of a rectangle having length 12 centimeter and breadth 10 centimeter. Okay, rectangle ର ଦେଇଛି କ'ଣ, ଲେନ୍ଥ ଦେଇଛି 12 centimeter, breadth ଦେଇଛି 10 centimeter। ଆମେ ଜାଣିଛେ ତାର perimeter ହେଲେ କ'ଣ, perimeter ହେଲା 2 ଗୁଣନ ଦୈର୍ଘ୍ୟ ମିଶ୍ରଣ ପ୍ରସ୍ଥ ବା 2 ଗୁଣନ ଲେନ୍ଥ ପ୍ଲସ୍ ବ୍ରେଡଥ, ଯୋଉଟା କି ହଉଛି 2 ଗୁଣନ ଲେନ୍ଥ 12 ପ୍ଲସ୍ ବ୍ରେଡଥ 10 ତାହେଲେ ହଉଛି କେତେ, 2 ଗୁଣନ 22, 2 ଗୁଣନ 22 ଇଜ ଇକ୍ୱାଲ ଟୁ 44। ଓକେ, 44 ଏବଂ ତା ଏରିଆ ଲେନ୍ଥ ଇନଟୁ ବ୍ରେଡଥ, ଲେନ୍ଥ ଇନଟୁ ବ୍ରେଡଥ 10 ଇନଟୁ 12 120। ଓକେ, ତାର ଆନ୍ସର କ'ଣ ହେଇଯିବ, 120 ଆଉ 44। ଓକେ, ଆନ୍ସର ହେଇଯିବ। If perimeter of an equilateral triangle is 27 centimeter, okay, equilateral triangle ତା ମାନେ କ'ଣ, ତାର ସବୁ ବାହୁ ସମାନ। ଓକେ, ସବୁ ବାହୁ ସମାନ, ସବୁ ବାହୁ ସମାନ। ଓକେ, ତାହେଲେ ତା perimeter କ'ଣ ହେଇଯିବ, 3a ହେଇଯିବ। 3a is equal to 27, a equal to କ'ଣ ହେଇଯିବ, 9 ହେଇଯିବ। କାରଣ ଗୋଟେ ନହେଲେ ଆଉ ସବୁ ଗୁରା କ'ଣ ହେଇଯିବ, ଅଟୋମେଟିକ ନ ହେଇଯିବ। ଆନ୍ସର ସି ହେଇଯିବ। ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି a mixture contains milk and water in the ratio 5:4. Okay, କେତେ ଅଛି, 5:4। 5x ନେଇଗଲେ 4x ନେଇଗଲେ। 5 liter of water is added to the mixture, এটা water, এদের 5 liter water add କରିଦେଲେ, ଯାହା ଫଳରେ the ratio becomes 5:6। ରେସିଓ କେତେ ହେଇଗଲା, 5:6 ହେଇଗଲା। ତେଣୁ ଆମେ ଏଟାକୁ ସଲ୍ଭ କରିଦେବା। ସଲ୍ଭ କଲେ କ'ଣ ହେଇଯିବ, 30x is equal to 20x plus 25। এটা ଏପଟକୁ ଆସିଲେ ମାଇନସ୍ ହେଇଯିବ, 10x is equal to କ'ଣ ହେଇଯିବ, 25। x is equal to କ'ଣ ହେଇଯିବ, x equal to 25। ଲାଷ୍ଟ କ'ଣ ପଚାରୁଛି, how much milk is there in the mixture। ମିଲ୍କ କେତେ, 5x, 5 into 22.5 is equal to କ'ଣ, 5 into 2.5 is equal to କ'ଣ, 12.5। ତେଣୁ ଆପଣ ଇନିସିଆଲି ମିଲ୍କ କେତେ ଥିଲା, 12.5। ଓକେ, ମିଲ୍କ ଟିକେ ଚେଞ୍ଜ ହେଇନା, ମିଲ୍କ କେତେ ଥିଲା, 12.5। Sum of two numbers is 25. Okay, sum of two numbers is equal to 25 and their difference is 13. Their difference is 13. Okay, এটা কিন্তু এটা মিশালে কোন হবে, y y কটিଯିବ, 2x equal to কোন ହେଇଯିବ, 38। তাহলে x equal to কোন ହେଇଯିବ, 19। x ଟା 19 ହେଲେ y ଟା କେତେ ହେଇଯିବ, y ଟା ହେଇଯିବ କେତେ, 25 minus 19, ଯୋଉଟା କି ହଉଛି କେତେ, 6। ତାହେଲେ xy କେତେ ହେଇଯିବ, xy equal to 19 ଗୁଣନ 6, ଯୋଉଟା କି 114। ଓକେ, 114 ଆନ୍ସର କ'ଣ ହେଇଯିବ, ଆନ୍ସର ଏ ହେଇଯିବ। ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି find the simple interest on lease 4000 at annual rate of interest is 5%। ଓକେ, ତାହେଲେ p ଟା କେତେ ଦେଇଛି, p ଦେଇଛି 4000, r କେତେ ଅଛି 5%, time 6 month, but t equal to 6 month equal to 1/2 year। ଓକେ, ତାହେଲେ ଆମକୁ କ'ଣ କାଢ଼ିବାର ଅଛି, ଇଣ୍ଟରେଷ୍ଟ। ସିମ୍ପଲ ଇଣ୍ଟରେଷ୍ଟ କ'ଣ ହେଇଯିବ, ସିମ୍ପଲ କହୁଛନ୍ତି PTR by 100। PTR by 100, p ହଉଛି 4000, t ହଉଛି 1/2, r ହଉଛି 5 by 100। କଟିଗଲା ଏଇଟା, 2 କୁ 40 ଗଲେ 20, ତାହେଲେ 100। ସିମ୍ପଲ ଇଣ୍ଟରେଷ୍ଟ କ'ଣ ହେଇଗଲା, ସିମ୍ପଲ ଇଣ୍ଟରେଷ୍ଟ ହେଇଗଲା 100। ଆନ୍ସର କ'ଣ ହେଇଯିବ, ଆନ୍ସର ହେଇଯିବ 100। ଓକେ, ନେକ୍ସଟ କ୍ୱେଶ୍ଚିନ୍। Find the mean of first 5 multiple of 8। 8 ର first 5 multiple ର mean।
ତାହେଲେ ଆପଣମାନେ ଜାଣିଛନ୍ତି ଗୁଣିତକ ମାନେ କଣ? 8 ର ଗୁଣିତକ ମାନେ କଣ? 8 କୁ 1 ଦ୍ୱାରା ଗୁଣିବା, 2 ଦ୍ୱାରା ଗୁଣିବା, ଯାହା ବାହାରିବ ସେଟା ହଉଛି 8 ର ଗୁଣିତକ ହେଇଯିବ। ତେଣୁ 8 ର ଗୁଣିତକ ମାନେ କଣ ହେଇଯିବେ? 8, 16, 24, 32, 40, 5ଟା ଦେଇଛି ନା। 8 ର ପ୍ରଥମ 5ଟି ଗୁଣିତକର ହାରାହାରି ମିଳିବ। ତାହେଲେ ପ୍ରଥମ 5ଟି କଣ ଲାଇତକ ହେଇଗଲା? यार हाराहारी बाय यार एवरेज डिवाइडेड बाय 5 ये तो प्लस कर दो, प्लस करके डिवाइडेड बाय 5 तेणु प्लस करके डिवाइडेड बाय 5 करिया जा ଜାଣିଛନ୍ତି ଆପଣ ଜାଣିଛନ୍ତି ତାର ଡିଫରେନ୍ସ କଣ ଅଛି? ଡିଫରେନ୍ସ ସେମ୍ ଅଛି, ସବୁ ଡିଫରେନ୍ସ 8 8 ଅଛି। ତେଣୁ 8 8 ଅଛି ମାନେ କଣ? ଫାର୍ଷ୍ଟ ଟର୍ମ ପ୍ଲସ୍ ଲାଷ୍ଟ ଟର୍ମ ଡିଭାଇଡେଡ୍ ବାଇ 2 କରିଦେଲେ ଆମେ ପାଇଯିବା ଫାର୍ଷ୍ଟ ଟର୍ମ ପ୍ଲସ୍ ଲାଷ୍ଟ ଟର୍ମ डिवाइडेड बाय 2 कल पाइजिबा। ତେଣୁ 8 ପ୍ଲସ୍ 40 डिवाइडेड बाय 2 इज इक्वल टू केते? 24। ତାର आंसर ହେଇଯିବ କଣ? आंसर डी ହେଇଯିବ 24 ହେଇଯିବ। ଆମେ ନେକ୍ସଟ क्वेश्चन କୁ ଯିବା। ହେଇଛି which one of the following is divisible by 3? ଆପଣ ମାନେ ଜାଣିଛନ୍ତି divisible। ଓକେ 3 ର divisible କୋଉଟା ହବ? ଯୋଉଟା ସଂଖ୍ୟା ମାନଙ୍କର ସମଷ୍ଟି, ଯୋଉ ସଂଖ୍ୟାର ଅଙ୍କ ମାନଙ୍କର ସମଷ୍ଟି 3 ଦ୍ୱାରା ଡିଭିଜିବଲ, ସେ ସଂଖ୍ୟାଟା 3 ଦ୍ୱାରା ଡିଭିଜିବଲ ହବ। ଓକେ ତେଣୁ ଯଦି ଦେଖିବା କୋଉଟା ସଂଖ୍ୟା କୋଉ ସଂଖ୍ୟା ମାନଙ୍କର ସମଷ୍ଟି 3 ଦ୍ୱାରା ଡିଭିଜିବଲ ହବ? କଣ? 7 2 9 4 13 9 22, 22 ଟା 3 ଦ୍ୱାରା ଡିଭିଜିବଲ ନୁହେଁ, ତେଣୁ ଏଟା ହବନି। 9 3 12 3 15 2 17, 17 ବାଇ 3 ଡିଭିଜିବଲ ହବନି, ତେଣୁ ଏଟା ଡିଭିଜିବଲ ହବନି। 8 1 9 6 15 8 23, 23 ବାଇ 3 ଏଟା ବି ଡିଭିଜିବଲ ହବନି। 5 4 9 9 18 27, 27 ବାଇ 3 ଯୋଉଟା କି ଡିଭିଜିବଲ ହଉଛି, ତେଣୁ ଏଇ ସଂଖ୍ୟାଟା ଡିଭିଜିବଲ ହବ। ଓକେ आंसर कौन है? ऑप्शन नंबर डी है। ओके सेमिति हम केतला देखिदवा 2 द्वारा डिविजिबल केमिति? जो संख्यार एकक कले 0 2 4 6 8 थिबो ए संख्याटा 2 द्वारा डिविजिबल हबो। ओके 3 द्वारा जानिले 4 दशक और एकक अंक को नहीं जो संख्याटा गठित हबो, जदि सेई संख्याटा 4 द्वारा डिविजिबल, तेणु से संख्याटा 4 टोटाल संख्याटा 4 द्वारा डिविजिबल हबो। एग्जांपल अनवर आमे देखिबा 1352 এই দুটাକୁ ନେଇ କୋଉ ସଂଖ୍ୟା ଗଠିତ? 52 ଆଉ ଏଟା 4 ଦ୍ୱାରା ଡିଭିଜିବଲ, ତେଣୁ ଏଇ ଟୋଟାଲ ସଂଖ୍ୟାଟା କଣ? 4 ଦ୍ୱାରା ଡିଭିଜିବଲ ହବ। ଓକେ କଣ କଲା ଗୋଟେ ଦେଖିବା 1025, 25 ଟା 4 ଦ୍ୱାରା ଡିଭିଜିବଲ ନୁହେଁ, ତେଣୁ ଏଇ ସଂଖ୍ୟାଟା 4 ଦ୍ୱାରା ଡିଭିଜିବଲ ହବନି। 5 ଦ୍ୱାରା ଦେଖିବା ଯୋଉ ସଂଖ୍ୟାର ଏକକ ଘରେ 0 ଥିବ କିମ୍ବା 5 ଥିବ, ସେ ସଂଖ୍ୟାଟା 5 ଦ୍ୱାରା ଡିଭିଜିବଲ। ଓକେ ସେମିତି 6 ଦ୍ୱାରା ଯୋଉ ସଂଖ୍ୟାଟା 2 ଆଉ 3 ଦ୍ୱାରା ଡିଭିଜିବଲ, ସେ ସଂଖ୍ୟାଟା 6 ଦ୍ୱାରା ଡିଭିଜିବଲ ହବ। 2 द्वारा डिविजिबल हो तो 3 द्वारा डिविजिबल हो तो संख्याटा 6 द्वारा डिविजिबल हो। सेମିତି 8 ଏଟାରେ ଏକକ ଆଉ ଦଶକ, ଏଟାରେ ଏମିତି ତିନିଟା ଏକକ ଦଶକ ଆଉ ସହକକୁ ନେଇ ଯୋଉ ସଂଖ୍ୟାଟା ଗଠିତ ହବ, ସେଇ ସଂଖ୍ୟାଟା 8 ଦ୍ୱାରା ଡିଭିଜିବଲ ହବ। ଏଟାରେ କେବଳ ଦିଟା ଅଛି ଏକକ ଦଶକ, ଏଟା ଏକକ ଦଶକ ସହକ, ମାନେ ତିନିଟା ଯାକ ନେଇକି ଯଦି 352 ଟା 7 ଦ୍ୱାରା ଡିଭିଜିବଲ, ସେଇ ସଂଖ୍ୟାଟା 352 8 ଦ୍ୱାରା ଡିଭିଜିବଲ, ମାନେ ସେଇ ସଂଖ୍ୟାଟା 8 ଦ୍ୱାରା ଡିଭିଜିବଲ ହବ। 352 8 ଦ୍ୱାରା ଡିଭିଜିବଲ କି 832 132, ତେଣୁ ଏଇ ସଂଖ୍ୟାଟା 8 ଦ୍ୱାରା ଡିଭିଜିବଲ ହବ। 9 ଯୋଉ ସଂଖ୍ୟାର ଅଙ୍କ ମାନଙ୍କର ସମଷ୍ଟି 9 ଦ୍ୱାରା ଡିଭିଜିବଲ, ସେଇ ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ ହବ। ଓକେ ଠିକ ଅଛି ତାର ନେକ୍ସଟ क्वेश्चन କୁ ଯିବା। ଦେଇଛି find the perimeter of a square having area 144 सेंटीमीटर स्क्वायर। ओके कौन ଦେଇଛି? ସ୍କୋୟାର ର ଏରିଆ ଦେଇଛି କେତେ? 144 ସେଣ୍ଟିମିଟର ସ୍କୋୟାର। ସ୍କୋୟାର ର ଆମେ ଏରିଆ ଜାଣିଛେ a ସ୍କୋୟାର ନା ବାହୁର ସ୍କୋୟାର, ବାହୁର ସ୍କୋୟାର 144, ତାହେଲେ ବାହୁ କେତେ ହେଲା? 12, ବାହୁ କେତେ ହେଲା? 12। ଏବେ ତାହେଲେ ତାର ପେରିମିଟର କଣ ହବ? ପେରିମିଟର ହଉଛି 4a, 4 ଗୁଣନ ବାହୁ 4 ଗୁଣନ 12 ସମାନ କେତେ ହେଲା? 48। ତା ପେରିମିଟର କେତେ ହବ? ପେରିମିଟର ହେଇଯିବ 48। ଓକେ ଆମେ ନେକ୍ସଟ क्वेश्चन କୁ ଯିବା। देखिए 15 to the power 4 into 15 to the power y is equal to 15 to the power 6। ଆମେ ଜାଣିଛେ ଧାର ସମାନ ଥିଲେ ଘାତ କଣ ହବ? ଘାତ ମିଶିଯିବ, ତେଣୁ 15 to the power 4 plus y is equal to 15 to the power 6। ତାହେଲେ 4 plus y is equal to 6, ତାହେଲେ y is equal to କଣ ହବ? 6 minus 4 is equal to 2। आंसर कौन ହେଇଯିବ? 2 ହେଇଯିବ। In how many years there is
3100 will become 6200 at 4% simple interest per annum. Okay, ତାହେଲେ এটা କଣ ହେଇଛି? P ଦେଇଛି କେତେ 3100, amount ଦେଇଛି କେତେ 6200। ତାହେଲେ amount ମାନେ କଣ? P plus simple interest, ମୂଳଧନ ପ୍ଲସ୍ ସୁଧ ମିଶିଲେ ସମୂଳ ସୁଧ। ତେଣୁ I equal to କଣ ହେଇଯିବ? I equal to ହେଇଯିବ 6200 minus 3100 equal to 3100। ତାହେଲେ ମୁଁ କଣ କରିବାକୁ ଦେଇଛି? ଟାଇମ ବାର କରିଦେଇଛି। T is equal to I into 100 by PR। ଓକେ, I କେତେ ଅଛି? I ହଉଛି 3100 into 100 divided by 3100 into R equal to ଦେଇଛି କେତେ 4। ଏଇଟା ଗୋଟା କଟିଯିବ, ଏଇଟା ଗୋଟା କଟିଲେ କେତେ 25। ଟାଇମ କଣ ହେଇଯିବ? ଟାଇମ ହେଇଯିବ 25। ଓକେ, 25 years। ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି find 8% of 625। ଓକେ, 625 ର 8%। 8% ମାନେ କଣ? ଗୁଣନ 8/100। ଓକେ, ଏତିକି। ତାପରେ ଆମେ ଦେଖିଲେ ଏଟା 25 ଥର କଟିଲେ କଣ ହେଇଯିବ? 25 25 4 4 2 8 ଡାଲା ହବ କେତେ 50। ଆନ୍ସର କଣ ହେଇଯିବ? ଆନ୍ସର ହେଇଯିବ 50। ଆନ୍ସର ହଉଛି କଣ? ଆନ୍ସର ଡି ହେଇଯିବ। ଓକେ, ନେକ୍ସଟ କ୍ୱେଶ୍ଚନ କୁ ଯିବା। After spending 30% of the money he took for shopping, or he left with Rs 2100, how much money he had taken for shopping? Okay, ମାନେ ଦେଇଛି ଯଦି ସେ ଯୋଉ ପଇସା ନେଇଥିଲା ସେଥିରେ 30% ଖର୍ଚ୍ଚ କରିଦେଲା। ଖର୍ଚ୍ଚ କରିବା ପରେ ତାର 2100 ରହିଲା। ମାନେ 30% ଖର୍ଚ୍ଚ କରିସାରିବା ପରେ ତାର 2100 ରହିଲା। ତାହେଲେ ସେ କେତେ ପରସେଣ୍ଟ ଖର୍ଚ୍ଚ କରିଛି? କେତେ ପରସେଣ୍ଟ ଖର୍ଚ୍ଚ କରିଛି? 30% ଖର୍ଚ୍ଚ କରିଛି, ରହିଛି କେତେ? ସେ 2100 ରହିଛି। ତାହେଲେ ତା ପାଖରେ କେତେ ରହିଲା? 30% ଖର୍ଚ୍ଚ କରିସାରିଲା ପରେ ତା ପାଖରେ କେତେ ରହିବ? 70% ରହିବ। 70% ଇଜ ଇକ୍ୱାଲ ଟୁ 2100। ତାହେଲେ ଆମେ ଏଠି 100% କାଢିଦବା, କାହିଁକିନା ସେ ଏତିକି ଆମାଉଣ୍ଟ ନେଇଛି। ଓକେ, ତାହେଲେ 2100 divided by 70 ଗୁଣନ 100, 30। ଟୋଟାଲ କେତେ? 3000। ହେଲେ ସେ 3000 ଟଙ୍କା ନେଇଥିଲା, ଯାହାର 30% ସେ ଖର୍ଚ୍ଚ କଲା, ମାନେ 900 ଟଙ୍କା ଖର୍ଚ୍ଚ କଲା, ଆଉ 2100 ଟଙ୍କା ଧରିକି ଆସିଛି। ଓକେ, ନେକ୍ସଟ କ୍ୱେଶ୍ଚନ ଯିବା। ହେଇଛି out of 120%, 140 like tea, 120 like coffee, and 8 like both tea and coffee. How many like neither tea nor coffee? Okay, ତାର ଏଟା କଣ ଦେଇଛି? ଦେଇଛି ଟୋଟାଲ ହଉଛି ଆମର କେତେ? ଟୋଟାଲ ହଉଛି ଆମର 100, ଟୋଟାଲ ହଉଛି 200। 200 ରୁ 140 ସେ ଟି ପସନ୍ଦ କରୁଛନ୍ତି, 120 କଫି ପସନ୍ଦ କରୁଛନ୍ତି, ଏବଂ 80 କଣ କରୁଛନ୍ତି? 80 କରୁଛନ୍ତି 80 ବୋଥ। ଏଇଟା ହଉଛି ବୋଥ 80। ଏଇଟା ହଉଛି ଟି, ଏଇଟା ହଉଛି କଫି। ଏଇଟା ହଉଛି କେତେ? 140। ଏଇଟା ହଉଛି ଆମର 120। ଏଇ ବାହାରେ ଯୋଉଟା ରହିଲା କଣ? ସେମାନେ କିଛି ପସନ୍ଦ କରୁନାହାନ୍ତି ଆଉ। ଓକେ, ଏମାନେ ତ କିଛି ନା କିଛି ପସନ୍ଦ କରୁଛନ୍ତି, ଏମାନେ କିଛି ପସନ୍ଦ କରୁନାହାନ୍ତି। ଆମକୁ କାଢିବାକୁ ପଡିବ କୋଉଟା? ଏଇଟା ଏଇ ବାହାରକୁ ହେଲା। ଏଇଟା ଯଦି 140 ହେଲା, ଏଇଟା 120 ହେଲା, ଏଇଟା 80 ହେଲା, ତାହେଲେ ଏଇ ଟୋଟାଲ ଆମର କେତେ ହବ? ଯୋଉଟା କି ହଉଛି ଏ ଇଣ୍ଟରସେକ୍ସନ ବି। ଏ ଇଣ୍ଟରସେକ୍ସନ ବି ଫାଷ୍ଟ କାଢିବାକୁ ପଡିବ। ଏ ଇଣ୍ଟରସେକ୍ସନ ବି ମାନେ କଣ? ଏ ପ୍ଲସ ବି ମାଇନସ, ସରି ଏ ୟୁନିୟନ ବି। ଆମେ କାଢିବାକୁ ପଡିବ ଏ ୟୁନିୟନ ବି। ଏ ୟୁନିୟନ ବି ଇଜ ଇକ୍ୱାଲ ଟୁ ଏ ପ୍ଲସ ବି ମାଇନସ ଏ ଇଣ୍ଟରସେକ୍ସନ ବି। ଓକେ, ତାହେଲେ ଏ ୟୁନିୟନ ବି ଆମର କେତେ ହେଇଯିବ? ଏ ମାନେ କେତେ? 140। ବି ମାନେ କେତେ? 120 ମାଇନସ ଏ ଇଣ୍ଟରସେକ୍ସନ ବି 80। ତାହେଲେ 260 ମାଇନସ 80 ଇଜ ଇକ୍ୱାଲ ଟୁ କେତେ? 180। ତାହେଲେ ଏଇଟା ହେଲା ଏ ୟୁନିୟନ ବି ହେଲା 180। ତାହେଲେ ମାନେ 180 ଜଣ କିଛି ନା କିଛି ପସନ୍ଦ କରୁଛନ୍ତି। ତାହେଲେ କେତେ ଜଣ ପସନ୍ଦ କରୁନାହାନ୍ତି? 200 ମାଇନସ 180, ଯୋଉଟା କି ହଉଛି କେତେ? ଯୋଉଟା ହଉଛି 20। ତାହେଲେ 20 ଜଣ ଅଛନ୍ତି ଯୋଉମାନେ କିଛି ପସନ୍ଦ କରୁନାହାନ୍ତି। ଓକେ, ଆନ୍ସର କଣ ହେଇଯିବ?
କୋଡ଼ିଏ ଅଛନ୍ତି, ଯୋଉମାନେ କିଛି ପସନ୍ଦ କରୁନାହାନ୍ତି। ନେକ୍ସଟ କ୍ୱେଶ୍ଚନ କୁ ଯିବା। Which one has larger perimeter, a square with 1 centimeter long sides or a circle with 1 centimeter radius? Okay, square ଅଛି, ତାର ସାଇଡ ହଉଛି କେତେ 1 ସେଣ୍ଟିମିଟର, ତା ପରିମିଟର କେତେ ହବ 4 ଗୁଣନ 1 4 ସେଣ୍ଟିମିଟର। ଏମିତି ସର୍କଲ ଅଛି, ସର୍କଲ ରେଡିୟସ କେତେ 1 ସେଣ୍ଟିମିଟର, ସର୍କଲ ରେଡିୟସ କେତେ 1 ସେଣ୍ଟିମିଟର। ତା ପରିସର କେତେ ହବ 2 ପାଇ r, 2 ଗୁଣନ 22/7 ଗୁଣନ 1, ଟୋଟାଲ କେତେ ହେଲା 44/7, ଯୋଉଟା କି 6 ପଏଣ୍ଟ ସମଥିଙ୍ଗ। ତାହେଲେ ଇଏ 4 ହେଉଛି, ଇଏ 6 ପଏଣ୍ଟ ସମଥିଙ୍ଗ ହେଉଛି, ତାହେଲେ କୋଉଟା ଅଧିକ? ଅବଭିୟସଲି ସର୍କଲ ଅଧିକ। ତେଣୁ ଆନ୍ସର କଣ ହେଇଯିବ? ଆନ୍ସର ହେଇଯିବ ସର୍କଲ, ସର୍କଲ ହେଇଯିବ। ନେକ୍ସଟ କ୍ୱେଶ୍ଚନ କୁ ଯିବା। ହେଇଛି the length of 3 sides of a triangle are in the ratio 1:2, 1:3, 1:4 and its perimeter is 78 centimeter and the length of its side. Okay, ଦେଇ ଦେଇଛି, କଣ ଦେଇଛି? ଏଟା triangle, ଏଟା ହଉଛି 1:1, ତାର ରେସିଓ ଅଛି, ତେଣୁ ଏଟା କେତେ 1/2x ହେଇଯିବ, ଏଟା ହେଇଯିବ 1/3x, ଏଟା 1/4x। ଏଠି ତା ପରିସର କଣ ତିନିଟା ଯାକ ମିଶେଇବ, ତାହେଲେ 1/2x plus 1/3x plus 1/4x is equal to 78. LCM ହେଇଯିବ 12, 6x plus 4x plus 3x is equal to 78. 13x by 12 is equal to 78. 78, তাহলে x equal to କେତେ 72, x equal to କେତେ x equal to ହେଇଯିବ 72। ତେଣୁ x equal to 72 ହେଲେ ଗୋଟେ ହଉଛି କେତେ 1/2x, ବାୟୋଟା ହଉଛି କେତେ 1/2 into 72, ଯୋଉଟା କି ହଉଛି ଗୋଟେ 36, ଆଉ ଗୋଟେ କେତେ ହେଇଯିବ 72/3, ଯୋଉଟା କି 24, ଆଉ ଗୋଟେ ହେଇଯିବ 72/4, ଯୋଉଟା କି 18। 36, 24 ଆଉ 18, ଆନ୍ସର କୋଉଟା ହେଇଯିବ? C ହେଇଯିବ। ନେକ୍ସଟ କ୍ୱେଶ୍ଚନ କୁ ଯିବା। 1/7 is equal to 1/7 ଟା କାହା ସହ ସମାନ? ଓକେ, 1/7 ଟା 1/7% ସହିତ ସମାନ ହବନି, କାହିଁକି ନା 1/7% ମାନେ 1/7% ମାନେ କେତେ ହେଇଯିବ 1/700, ତେଣୁ ୟା ସହିତ ସମାନ ନୁହେଁ। ଏଇଟା ଦେଖିବା 698 ଏକ 99, 99/7 99/700, ଇଏ ତ ସମାନ ନୁହେଁ। ଏଇଟା କେତେ 1498 ପ୍ଲସ 200, 100/700, ଯୋଉଟା କି 1/7, ତେଣୁ 1/7 ସହିତ ସମାନ ଏଇଟା, ସି ହେଇଗଲା ଆମର। ନେକ୍ସଟ କ୍ୱେଶ୍ଚନ କୁ ଯିବା। ହେଇଛି the sum of 3 angle of a triangle is, okay, sum of 3 angle of a triangle, okay, triangle ର ବାହୁ ସଂଖ୍ୟା କେତେ n equal to ବାହୁ ସଂଖ୍ୟା ହଉଛି 3, ତେଣୁ ଆମେ ଫର୍ମୁଲା ଜାଣିଛେ କଣ 2n minus 4 into 90 equal to କେତେ 2 into 3, 2 into 3 equal to 6, 6 minus 4 equal to 2 into 90 equal to 180, କଣ ହେଇଯିବ 180 ହେଇଯିବ। ସେ କଣ ହେଇଯିବ 180 ହେଇଯିବ। ସେମିତି ଯାହାର ବି ଦଉଥାଉ, ଟ୍ରାଇଙ୍ଗେଲ ହେଇଥାଉ କି କ୍ୱାଡ୍ରିଲେଟରାଲ ହେଇଥାଉ, ପେଣ୍ଟାଗନ, ହେକ୍ସାଗନ, ଯାହା ହେଇଥାଉ, n ର ଭାଲ୍ୟୁ ଆପଣ ମାନେ ପୁଟ୍ କରିବେ। କଣ ପୁଟ୍ କରିବେ? ମନେ ପେଣ୍ଟାଗନ ଅଛି, ଏଟା 5 ପୁଟ୍ କରିବେ, n ର ଭାଲ୍ୟୁ 5 ପୁଟ୍ କରିବେ। ଓକେ, ହେକ୍ସାଗନ ଅଛି, n ର ଭାଲ୍ୟୁ 6 ପୁଟ୍ କରିକି କରିବେ, ସେମିତି ବାହାରିବ ହେଲା। ତା ଫର୍ମୁଲା ଅଛି କଣ 2n minus 4 into 90। ଓକେ, ତ ଦେଇଛି a mixture of 150 liters of milk and water contains 20% of water. Okay, ଦେଇଛି କେତେ 150 লিটর ମିକ୍ସଚର, 20% ହଉଛି ୱାଟର। ତାହେଲେ ୱାଟର କେତେ ହେଇଗଲା? ୱାଟର ହେଇଗଲା 30 ଲିଟର ୱାଟର ହେଇଗଲା, 30 ଲିଟର ୱାଟର। ତାହେଲେ ମିଲ୍କ କେତେ ହେଇଗଲା? 120 ଲିଟର ମିଲ୍କ ହେଇଗଲା। ଓକେ, ତାପରେ ଦେଇଛି ସରି ନେକ୍ସଟ କ୍ୱେଶ୍ଚନ କୁ ଯିବା। କଣ ଅଛି 20% ୱାଟର
ताहले मिल्क केते मिल्क होची 120%, 120 लिटर मिल्क, 30 लिटर वाटर आपन देजी। How much more water should be added so that the water becomes 25% of milk? Okay, ତାହେଲେ ଏଇଥିରେ ଯୋଉ ଅଛି ଟୋଟାଲ କେତେ ଅଛି? 150 ଅଛି, 150 ଅଛି। ଏଥିରେ କେତେ ଆଡ ହବ? କେତେ ଆଡ ହବ ଦେଇନି, ତେଣୁ ଆମେ x ଲିଟର ମାନଙ୍କୁ ଆଡ କଲେ କେତେ ଆଡ କଲେ? x ଲିଟର। ଏ ଯୋଉ x ଲିଟର ଆଡ କଲେ କଣ ଆଡ କଲେ? how much water should be added, water ଆଡ କଲେ, x ଲିଟର water ଆଡ କଲେ। ତାହେଲେ water କେତେ ଥିଲା? water ଥିଲା 30% ଥିଲା water, 30 লিଟর water ଥିଲା। water କେତେ ଥିଲା? 30 লিଟର ଆଡ କରିବା ପରେ ଆଡ କରିବା ପରେ କେତେ ହେଇଗଲା? 30 ପ୍ଲସ x ହେଇଗଲା। 30 ପ୍ଲସ x, 30 ପ୍ଲସ x ହେଇଗଲା। ଏବଂ ସେ ଦେଇଛି ଲାଷ୍ଟକୁ ଆଡ କରିବା ପରେ 30 ପ୍ଲସ x ଟା ଟୋଟାଲ ମିକ୍ସଚର କେତେ ପରସେଣ୍ଟ ହବ? ଟୋଟାଲ ମିକ୍ସଚର 25% ହବ। ଓକେ, ମାନେ 100 ଇଜ ଇକ୍ୱାଲ ଟୁ 25%। ଓକେ, ତେଣୁ ଏଟା କଣ ହେଇଯିବ? ଏଟା କଟିଯିବ, କଟିବା ପରେ 4 ହେଇଯିବ। 120 ପ୍ଲସ 4x ଇଜ ଇକ୍ୱାଲ ଟୁ କେତେ? ଇଜ ଇକ୍ୱାଲ ଟୁ 120 ପ୍ଲସ 4x ଇଜ ଇକ୍ୱାଲ ଟୁ 150 ପ୍ଲସ x। ତାହେଲେ 30 ଇଜ ଇକ୍ୱାଲ ଟୁ 3x। ତାହେଲେ x ଇକ୍ୱାଲ ଟୁ କେତେ ହେଇଯିବ? x ଇକ୍ୱାଲ ଟୁ 10 ହେଇଯିବ। ତାହେଲେ କେତେ ଲିଟର ପାଣି ମିଶେଇଲେ? ଏଥିରେ ଆଉ କେତେ ପାଣି ମିଶେଇଲେ ନୂତନ ମିଶ୍ରଣ 25% ପାଣି ହବ? ତାହେଲେ କେତେ? 10 ଲିଟର ମିଶେଇଲେ 10 ଲିଟର ମିଳିଲେ ହେଇଯିବ। ଦେଖେ ଚେକ୍ କରିଦବା ଟିକେ। କେତେ ଅଛି ଆମର? 30 ଅଛି, 30 ରେ 10 ମିଶିଲେ 40, 40 ଟୋଟାଲ ହଉଛି 150 ଅଛି, 160 ଗୁଣନ 100, ଯୋଉଟା କି ହଉଛି କେତେ? ଯୋଉଟା କି ହଉଛି କେତେ? 25% ହେଇଯାଉଛି। ତାହେଲେ ଆନ୍ସର ହେଇଯିବ ଏଟା 10 ଲିଟର ଆନ୍ସର ହେଇଯିବ। ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି the perimeter of a square coated is 100 meter and the cost of cementing at the rate of is 5 per meter square. Okay, square যেটা কি হচ্ছে পেরিমিটার ଦେଇଛି, পেরিমিটার কেତେ ଦେଇଛି? পেরিমিটার 100, তাহলে 4a is equal to 100, ତାହେଲେ a equal to କଣ ହେଇଯିବ? 25 ହେଇଯିବ। ସିମେଣ୍ଟିଂ ମାନେ କଣ? ସିମେଣ୍ଟିଂ ମାନେ କଣ? ତା ଏରିଆରେ ସିମେଣ୍ଟିଂ କରିବ ନା, ଏ ଭିତରେ କରିବ। ସିମେଣ୍ଟିଂ ମାନେ କଣ? ଭିତରେ କରିବ। ଏରିଆ କେତେ ହେଇଯିବ? ଏରିଆ ହେଇଯିବ କେତେ? ଏରିଆ ହେଇଯିବ a ସ୍କୋୟାର, ଯୋଉଟା କି 625। ଓକେ, 625 ଏହାକୁ 5 ଟଙ୍କା ପ୍ରତି ବର୍ଗ ମିଟର, 625 ବର୍ଗ ମିଟର ହେଇଗଲା। ପ୍ରତି ବର୍ଗ ମିଟର 5 ଟଙ୍କାରେ କେତେ? 625 ଗୁଣନ 5, 25, 10 12, 1 36 31, ଟୋଟାଲ କେତେ? ତାହେଲେ କେତେ ଟୋଟାଲ ଖର୍ଚ୍ଚ ହବ? 3125 ଟଙ୍କା ଖର୍ଚ୍ଚ ହବ। ଓକେ, ଆନ୍ସର ହେଇଯିବ ଏ। ନେକ୍ସଟ କ୍ୱେଶ୍ଚନ କୁ ଯିବା। If diameter of a circle is r, what is its area? Okay, this is diameter of a circle r, ତାହେଲେ diameter ଯଦି r ହେଲା ତାହେଲେ ତା ରେଡିୟସ କଣ ହେଇଯିବ? ରେଡିୟସ ହେଇଯିବ r/2। ତା ଏରିଆ କଣ ହେଇଯିବ? ଏରିଆ କଣ? ଏରିଆ ପାଇ r ସ୍କୋୟାର, ପାଇ r ସ୍କୋୟାର କଣ ହେଇଯିବ? r/2 ର ସ୍କୋୟାର, ଯୋଉଟା କି ହଉଛି ପାଇ r ସ୍କୋୟାର ବାଇ r ସ୍କୋୟାର ବାଇ 4। ମାନେ କୋଉଟା ଦେଖି ଆନ୍ସର ଅଛି? ପାଇ r ସ୍କୋୟାର ବାଇ 4, ଏଇଟା ଆନ୍ସର ହେଇଯିବ B। ଆମର ଆନ୍ସର B ହେଇଯିବ। ନେକ୍ସଟ କ୍ୱେଶ୍ଚନ କୁ ଯିବା। in 2:3 ratio divide 240 into 2 parts. Okay, ଦେଇଛି 240 କୁ 2:3 ରେସିଓରେ ଡିଭାଇଡ କର, 2:3 ରେସିଓରେ ଡିଭାଇଡ କର। ଓକେ, ତାହେଲେ କଣ ହେଇଯିବ? ଟୋଟାଲ କେତେ? ଟୋଟାଲ ହଉଛି 5, 2:3 5, ଏଟା 2x, ଏଟା 3x, 5x। ତାହେଲେ 5x ଇକ୍ୱାଲ ଟୁ କେତେ ଦେଇଛି? 240। ତାହେଲେ x ଇକ୍ୱାଲ ଟୁ କେତେ ହେଇଯିବ? x ଇକ୍ୱାଲ ଟୁ ହେଇଯିବ 48, ସରି 48, 240 ବାଇ 5, 5 20, 5 20, 40, 5 40, 48, 48 2 ରେ ସେଟା କେତେ ହବ? 96, 3 48 ଗୁଣ 3, 8 24 2, 3 12 14, 96:144। ଆନ୍ସର କଣ ହେଇଯିବ? 96:144। ଦେଖିବା which one of the following formula is not correct? କୋଉଟା କରେକ୍ଟ ନୁହେଁ ହେଲା।
এটা কোন ଅଛି ফার্স্ট a to the power n into a to the power n equal to a to the power mn ଅଛି। এটা আমি ଜାଣି ଯେ ତାର ସମାନ ଥିଲେ ଘାତ ମିଶିଯିବ, ତେଣୁ ଏଟା କଣ ହବ a to the power m plus n ହେଇଯିବ। ଏଟା ତ ଫାର୍ଷ୍ଟଟା ଭୁଲ ଅଛି ନା, ଫାର୍ଷ୍ଟ ପାଇଗଲେ ଆମେ ଏଇଗୁলো ଦେଖିବା ଟିକେ। a to the power n to the power n ତାମାନେ କଣ a to the power mn, এটা ঠিক ଅଛି। এটা ସେମିତି a to the power m into a to the power n ନା a to the power m plus n এটা ବି ଠିକ ଅଛି। a to the power m into b to the power m ଘାତ ସମାନ ଅଛି, ଆଧାର କଣ ହେଇଯିବ ଗୁଣି ହେଇଯିବ, ଯୋଉଟା କି ହଉଛି a b to the power m, ଏଟା ବି ଠିକ ଅଛି। ତେଣୁ କୋଉଟା ଭୁଲ ଅଛି, ଏଇଟା ଭୁଲ ଅଛି। ନେକ୍ସଟ କ୍ୱେଶ୍ଚନ କୁ ଯିବା। if the radius of a circle is half its area will decrease by, radius ହଉଛି r, ଓକେ, ତାହେଲେ ତା ଏରିଆ କଣ ହେଇଯିବ ପାଇ r ସ୍କୋୟାର। ଯଦି ଏଟା ହାଫ ହେଇଗଲା, r ଟା ମୋର r by 2 ହେଇଗଲା, କଣ ହେଇଗଲା ରେଡିୟସ ଟା ହେଇଗଲା, ରେଡିୟସ ହେଇଗଲା r by 2, ତାହେଲେ କଣ ହେଇଯିବ ପାଇ r ସ୍କୋୟାର କଣ ପାଇ r ସ୍କୋୟାର by 4 ହେଇଯିବ। ଥିଲା ପାଇ r ସ୍କୋୟାର ହେଲା ପାଇ r ସ୍କୋୟାର by 4, ତାହେଲେ କମିଲା କେତେ, କେତେ କମିଲା ପାଇ r ସ୍କୋୟାର ମାଇନସ ପାଇ r ସ୍କୋୟାର by 4, କେତେ କମିଲା 3 ପାଇ r ସ୍କୋୟାର by ପାଇ r by ସ୍କୋୟାର କମିଲା, କେତେ କମିଲା 3 ପାଇ r ସ୍କୋୟାର by 4 କମିଲା, ଯୋଉଟା କେତେ ପରସେଣ୍ଟ କମିଲା 3 ପାଇ r ସ୍କୋୟାର by 4 divided by ପାଇ r ସ୍କୋୟାର into 100, ପାଇ r ସ୍କୋୟାର କଟିଗଲା, 3 by 4 into 100 25, ତାହେଲେ କେତେ 75% କମିଗଲା। ଓକେ, କେତେ ପରସେଣ୍ଟ କମିଲା 75% କମିଲା, 75% କମିଲା। ଓକେ, এটা ফেডি ହେଇଗଲା ଏଠି 3 ପାଇ r ସ୍କୋୟାର by 4, ପାଇ r ସ୍କୋୟାର କଟିଗଲା, 3 by 4 into 100 75%। ନେକ୍ସଟ କ୍ୱେଶ୍ଚନ ଯିବା। a person crosses a 600 meter long street in 5 minutes, okay 5 minutes ରେ ସେ କ୍ରସ କରୁଛି, what is the speed per hour, okay ତାହେଲେ ଦେଇଛି 600 ଟାକୁ ସେ କେତେରେ କରୁଛି 5 ମିନିଟ ରେ। 5 ମିନିଟ ରେ କେତେ ଗୁଣିଲେ ଆମେ 1 ଆୱାର ପାଇବା, 12 ଗୁଣିଲେ, ଏଇଟା ବି ଏମିତି 12 ଗୁଣି ଦବା, କେତେ ହେଇଯିବ 1272 ହେଇଯିବ କେତେ 1 ଆୱାର ରେ। ତାହେଲେ 1 ଆୱାର ରେ ସେ କେତେ ଯିବ 7200, ଯୋଉଟା କି ହଉଛି କେତେ 1 ଆୱାର କେତେ ଯିବ 7200, ଯୋଉଟା କି କେତେ 7200, ଯୋଉଟା କି 7 କିଲୋମିଟର 200 ମିଟର, ତେଣୁ କଣ ହେଇଯିବ 7200 ବାଇ 100, এটা କଣ ଦେଖି ଦେଇଛି 600 ମିଟର କୁ 5 ମିନିଟ, ତାହେଲେ 7200 ମିଟର, ସରି 7200 ମିଟର କୁ ସେ ନେଇଯିବ 1 ଆୱାର ଲାଗି ନେଇଯିବ ହେଲା। 7200 ମିଟର ମାନେ କେତେ 7 କିଲୋମିଟର 200 ମିଟର, ଓକେ 7 କିଲୋମିଟର 200 ମିଟର କୁ 1 ଆୱାର ଯିବ, ତାହେଲେ କଣ 7 କିଲୋମିଟର 200 ମିଟର 1 ଆୱାର ଯିବ, ଏଟା ପାଇଯିବା। ଆମେ ଏଟାକୁ ଦେଖିବା ଅଲଗା ଦେଖିବା, ଏଟା କଣ ଦେଇଛି 600 ମିଟର କୁ 5 ମିନିଟ, ଓକେ 600 ମିଟର କୁ 5 ମିନିଟ, ତାହେଲେ ମିଟର, ତାହେଲେ ଗୋଟେ ମିଟର ତାହେଲେ ଗୋଟେ ମିନିଟରେ କେତେ ମିଟର ଯିବ, ଗୋଟେ ମିନିଟରେ ସେ ଯିବ 120 ମିଟର ଯିବ, ତାହେଲେ 60 ମିନିଟରେ କେତେ ଯିବ 120 ମିଟର 60, ଯୋଉଟା କି ହଉଛି କେତେ 7200 ମିଟର, ଯୋଉଟା କି ହଉଛି କେତେ 7.2 କିଲୋମିଟର, ଆନ୍ସର କଣ ହେଇଯିବ 7.2 କିଲୋମିଟର per hour ହେଇଯିବ। ନେକ୍ସଟ କ୍ୱେଶ୍ଚନ ଯିବା। ଦେଇଛି if 1/3 of 1/4 of a number is 15, 1/3 ମନେକର ନମ୍ବରଟା ହଉଛି x, 1/3 of a number 1/3 into x, if 1/3 of 1/4 of a number of ଗୁଣନ 1/4 into x is equal to କେତେ 15, ତାହେଲେ ଆମର ଏଠି କଣ ହେଇଗଲା କେତେ ହେଲା 15, ତାପରେ କଣ ଦେଇଛି what is the number, ତାର ନମ୍ବର କଣ, ନମ୍ବର ଆମର x ଅଛି, ନମ୍ବର ଆମର କଣ x, ତାହେଲେ କଣ ହେଇଯିବ
if one third of one fourth of a number is 15, sorry এটা নয়, one third, one third of a one third of one fourth of a number, নম্বরটা হচ্ছে x, ওকে, তাহলে one third one fourth of a number মানে x is equal to 15, এমনি ଅଛି সরি ଏମିତି ଅଛି, ତାହେଲେ x equal to କଣ ହେଇଯିବ 15 ଗୁଣନ 12 ଏଇ 180, ଆନ୍ସର କଣ ହେଇଯିବ 180 ହେଇଯିବ। ଦେଖା ଚେକ୍ କରିଦବା ଟିକେ, 180 ର one third of one fourth ଇଜିକାଲ କେତେ ହଉଛି 3 ଗଲେ 60 କେତେ 15, ତାହେଲେ ଆନ୍ସର କଣ ଅଛି 15, ଆନ୍ସର କଣ ହେଇଯାଉଛି 15, ତେଣୁ ଏଟା 15 ବି ଅଛି, ଆନ୍ସର କଣ ହେଇଯିବ 180 ହେଇଯିବ। ସିମ୍ପ୍ଲିଫାଏ, ସିମ୍ପ୍ଲିଫାଏ 125 to the power minus 2 by 3, ଓକେ, କେତେ ଅଛି 125 to the power minus 2 by 3, ଓକେ, ସେଟା କହୁଛି କେତେ 5 to the power 3 into to the power minus 2 by 3, 3 କୁ 3 କଟିଗଲେ କଣ 5 to the power minus 2, ଯୋଉଟା କହୁଛି କେତେ 1 by 5, 5 ର ସ୍କୋୟାର 1 by 25, ଆନ୍ସର ହେଇଯିବ 1 by 25। ନେକ୍ସଟ କ୍ୱେଶ୍ଚନ ହେଇଯିବା, ଦେଇଛି 2 to the power minus a is equal to 1 by 64, ଏଟା କହୁଛି କେତେ 1 2 to the power minus a କଣ 1 by 2 to the power a, ଏଟା କହୁଛି 1 by 64, 1 by 64 ଟା ଆମେ କଣ ଲେଖିବା 2 to the power 6, ତାହେଲେ a equal to କଣ ହେଇଯିବ 6 ହେଇଯିବ, a ର ଭାଲ୍ୟୁ ପଚାରିଛି a ହେଲା 6। ନେକ୍ସଟ କ୍ୱେଶ୍ଚନ କୁ ଯିବା, find the mean of 5 11 16 10 18, mean ମାନେ କଣ average, ଏଟା ସବୁ ମିଶେଇକି divided by 4 divided by 5 କରିଦେଲେ ଆମେ ପାଇଯିବା, divided by 5 କରିଦେଲେ ପାଇଯିବା, ତେଣୁ ସବୁ ମିଶେଇଦବା 5 ପ୍ଲସ 11 ପ୍ଲସ 16 ପ୍ଲସ 10 ପ୍ଲସ 18 divided by 5, 5 11 16 16 16 32 32 10 42 42 8 60, 60 by 5 is equal to 12, आंसर पाइगले ଆମେ 12 ପାଇଗଲେ। ନେକ୍ସଟ କ୍ୱେଶ୍ଚନ କୁ ଯିବା, find the median of 96 96 37 14 35 55 110 and 24, ଓକେ, ମିଡିଆନ ମାନେ କଣ ମିଡିଆନ ମଧ୍ୟମାନ, ଓକେ ମଧ୍ୟମାନ, ତେଣୁ ଆମେ କଣ କରିବା ଏଟାକୁ ଫାଷ୍ଟ ଆମେ ଆସେଣ୍ଡିଂ ଅର୍ଡର ଲେଖିଦବା, ସାନରୁ ବଡ କ୍ରମ ଲେଖିଦବା, କଣ ଅଛି 14 24 35 37 51 190 110, ଟୋଟାଲ କେତେ ଟର୍ମ ରହିଲା 7ଟା ଟର୍ମ ରହିଲା, ତାହେଲେ ମିଡିଲ ଟର୍ମ କୋଉଟା ଆମର ହେଇଯାଉଛି, ମିଡିଲ ଟର୍ମ ଆମର ହେଇଯାଉଛି 37 37, ଏଇଟା ମଧ୍ୟମାନ କଣ ହେଇଯିବ 37 ହେଇଯିବ, ଆନ୍ସର ହେଇଯିବ 37। Find the area of a triangle whose side measures କେତେ ଅଛି, କାରଣ ଏଟା କଣ ସାଇଡ ର ସମାନ ଅଛି ନା, ତେଣୁ ଏଟା କଣ ବିଷମବାହୁ ତ୍ରିଭୁଜ ଗୋଟେ ହେଲା, ବିଷମବାହୁ ତ୍ରିଭୁଜ 13, ଏଟା ହଉଛି 14, ଏଟା ହଉଛି କେତେ 15, 13 14 15, ତେଣୁ ଆମେ ଏଟା କଣ କରିବା ଫାଷ୍ଟ ଏସ୍ କାଢିବା, ଏସ୍ ଲାଗୁଛି କଣ ହାଫ ପେରିମିଟର, ଏସ୍ ଇକ୍ୱାଲ ଟୁ କଣ ହାଫ ପେରିମିଟର, ହାଫ ପେରିମିଟର ମାନେ କଣ ତିନିଟା ମିଶେଇଲେ କେତେ ହଉଛି पेरीमीटर, यार पेरीमीटर केते पेरीमीटर 13 प्लस 14 प्लस 15, पेरीमीटर केते 15 14 28, 13 15 28 14 42, 42 डिवाइडेड बाय 2, 42 पेरीमीटर, हाफ पेरीमीटर 42 डिवाइडेड बाय 2 ले केते 21, एमता एरिया ताले काढा दवा, एरिया कोन s होल इनटू s माइनस a इनटू s माइनस b इनटू s माइनस c रूट यार रूट, ओके, s केते 21 21 इनटू a 21 माइनस 13 केते जो 21 माइनस 13 21 माइनस 13 8, 21 माइनस 14 7, 21 माइनस 15 6 रूट, ओके, यार रूट हम काढला पाहिजे, ତେଣୁ ଏଟାକୁ ଆମେ ଫାଷ୍ଟ ରୁଟ ଅଫ ଏମିତି ଗୁଣିକି କାଢିବା ଅପେକ୍ଷା ଆମେ ଡାଇରେକ୍ଟ ଏଟାକୁ ୟାକୁ ୟାର ଗୁଣନ ସହିତ ଗୁଣିଦବା, ତାହେଲେ 21 ଅଛି 3 ଇଣ୍ଟୁ 7 2 ଇଣ୍ଟୁ 2 ଇଣ୍ଟୁ 2 ଇଣ୍ଟୁ 7 ଇଣ୍ଟୁ 2 ଇଣ୍ଟୁ 3, ୟାର ରୁଟ
ସାତ କେତେଟା ଅଛି? ଆଚ୍ଛା ଦୁଇ କେତେଟା ଅଛି? ଏକ ଦୁଇ ତିନି ଚାରିଟା ଦୁଇ ଅଛି, ତେଣୁ କେତେଟା ଦୁଇ? ଦିଟା ଦୁଇ ଦିଅ। ତିନି ତିନି କେତେଟା ଅଛି? ଏକ ଅଛି, ଦୁଇ ଅଛି, ହେଲେ ଗୋଟେ ଦୁଇ ତିନି ଆସିବ। ସାତ ଅଛି ଦିଟା, ଗୋଟେ ସାତ ଆସିବ। ଏଇଟା କେତେ? ଦୁଇ ତିନି ଚାରି ତିନି ବାର ସାତ ଚଉରାଅଶୀ। ଆନ୍ସର କଣ ହେଇଯିବ? ଆନ୍ସର ହେଇଯିବ 84 ସେଣ୍ଟିମିଟର ସ୍କୋୟାର। ଆକ୍ଚୁଆଲି ଏଇଟା ମୋର ଫାର୍ଷ୍ଟ କ୍ଲାସ୍ ହେଲା, ତେଣୁ ମାନେ ମୁଁ ଟିକେ ନର୍ଭସ୍ ଟିକେ ଅଛି। ଚେଷ୍ଟା କରିବି ଆଗକୁ ଭଲ କରିବା ପାଇଁ ଆଉ। ଚେଷ୍ଟା କରିବି ଆଗକୁ ଭଲ କରିକି ଆପଣଙ୍କ ମାନଙ୍କ ପାଇଁ ଗୋଟେ ଭଲ କଣ୍ଟେଣ୍ଟ ଆଣିବାକୁ ଚେଷ୍ଟା କରିବି ହେଲା। ଯଦି କ୍ଲାସ୍ ଭଲ ଲାଗିଛି ତ ଲାଇକ୍ କରିଦେବେ, ଏବଂ ଯଦି କିଛି ବି ଡାଉଟ୍ ରହିଲା ତ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଭୁଲିବେନି। ଆସିକି ଜୟ ଜଗନ୍ନାଥ।